ନମ୍ବର 1 ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ଆରମ୍ଭ। ମାସିକ ଆବଶ୍ୟକତାର 20% ଦିଆଯିବ। ଦୈନିକ ରିପୋର୍ଟ ଦେବେ ଜିଲ୍ଲାପାଳ। ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ 4 ଦିନ ହେଲା ଏଲ୍‌ପିଜି ସଙ୍କଟ ଜାରି ରହିଛି। ଗ୍ୟାସ୍ ପାଇବାକୁ ଏଜେନ୍ସିଗୁଡ଼ିକ ସାମ୍ନାରେ ଗ୍ରାହକଙ୍କ ଲମ୍ବା ଧାଡ଼ି ଲାଗିଛି। ବଲାଙ୍ଗୀରରେ ଗ୍ୟାସ୍ ଅଭାବରୁ ସ୍କୁଲ ଓ ଅଙ୍ଗନବାଡ଼ିରେ ରୋଷେଇ ବ୍ୟାହତ ହୋଇଛି। ବାଣିଜ୍ୟିକ ଗ୍ୟାସ୍ ମିଳୁନଥିବାରୁ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଛି। ସେପଟେ ଦେଶରେ ବିଭିନ୍ନ ସ୍ଥାନରେ ଗ୍ୟାସ୍ ବ୍ୟାପକ କଳାବଜାର ଖବର ସାମ୍ନାକୁ ଆସିଛି। ଲୋକମାନେ 2,500ରୁ 3,000 ଟଙ୍କା ଭଳି ଚଢ଼ାଉ ଦେଇ ଗ୍ୟାସ୍ କିଣିଥିବା ଅଭିଯୋଗ କରିଛନ୍ତି। ଏଭଳି ସମୟରେ ଆଜି ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ଉପରେ ଲଗାଇଥିବା କଟକଣାକୁ କେନ୍ଦ୍ର ସରକାର କୋହଳ କରିଛନ୍ତି। ନମ୍ବର 2 ଫେରିଲା ଖରା ଗରମ 41 ଡିଗ୍ରୀ ମୁହାଁ ଝାରସୁଗୁଡ଼ା। 20 ଦିନ ତଳେ ପଶ୍ଚିମ ଓଡ଼ିଶା ପ୍ରବଳ ଜାଡ଼ରେ ଥରୁଥିଲା। ଏବେ ଗରମରେ ଆଉଟୁ ପାଉଟୁ ହେଲାଣି। ପ୍ରଥମ ଥର ପାଇଁ ଆଜି ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ଅତିକ୍ରମ କରିଛି। ରାଜ୍ୟରେ ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ରେକର୍ଡ ହୋଇଛି। ପଛକୁ ରହିଛି ହୀରାକୁଦ 39 ଡିଗ୍ରୀ, ସମ୍ବଲପୁର ଓ ସୁନ୍ଦରଗଡ଼ 39 ଡିଗ୍ରୀ, ଭୁବନେଶ୍ୱର 38 ଡିଗ୍ରୀ, ରାଉରକେଲା 38 ଡିଗ୍ରୀ, ଟିଟିଲାଗଡ଼ ପାରଳାଖେମୁଣ୍ଡି 38 ଡିଗ୍ରୀ। ଆସନ୍ତାକାଲି ରାଜ୍ୟରେ ତାପମାତ୍ରା ଆହୁରି ବଢ଼ିବ। ମାସ ଶେଷ ସୁଦ୍ଧା ଗ୍ରୀଷ୍ମର କରାଳ ରୂପ ରାଜ୍ୟବାସୀ ଦେଖିବେ ବୋଲି ଅନୁମାନ କରାଯାଉଛି। ନମ୍ବର 3 ଗ୍ୟାସ୍ ପାଇଁ ବିଧାନସଭା ଅଚଳ। କଂଗ୍ରେସ ସଭ୍ୟଙ୍କ ବିରୋଧ ବିଜେଡି ବି ନୀରବ ପ୍ରତିବାଦ କଲା। ଏଲ୍‌ପିଜି ସଙ୍କଟକୁ ନେଇ ଆଜି ବିଧାନସଭା ଅଚଳ ହୋଇଛି। କଂଗ୍ରେସ ସଭ୍ୟଙ୍କ ବିରୋଧ ଯୋଗୁଁ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ହୋଇପାରିନଥିଲା। ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟଭାଗକୁ ମାଡ଼ି ଆସିଥିଲେ। ଗ୍ୟାସ୍ ସଙ୍କଟ ନେଇ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ସେଥିରେ ଲେଖାଥିଲା ଗ୍ୟାସ୍ ମିଳୁନାହିଁ, ଜନତା ହନ୍ତସନ୍ତ, ଏଲ୍‌ପିଜିର ଅହେତୁକ ଦର ବୃଦ୍ଧି, ସରକାର ନୀରବ ଦ୍ରଷ୍ଟା। ନମ୍ବର 4 ଓବିସି ସଂରକ୍ଷଣ ଉପରେ ବଡ଼ ରାୟ। ଆୟ ଆଧାରରେ କ୍ରିମି ଲେୟର ସ୍ଥିର କରାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟ ଗୁରୁବାର ଅନ୍ୟାନ୍ୟ ପଛୁଆବର୍ଗ ଓବିସିଙ୍କ ସଂରକ୍ଷଣ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି, କୌଣସି ପ୍ରାର୍ଥୀ କ୍ରିମି ଲେୟର ଆର୍ଥିକ ସାମାଜିକ ଭାବେ ସ୍ୱଚ୍ଛଳ ଅନ୍ତର୍ଗତ କି ନୁହେଁ ତାହା କେବଳ ତାହା ପାରିବାରିକ ଆୟ ଆଧାରରେ ନିର୍ଣ୍ଣୟ କରାଯାଇ ପାରିବ ନାହିଁ। ନମ୍ବର 5 ଶ୍ରୀ ଶ୍ରୀ ରବିଶଙ୍କର କୁକିଂ ଫ୍ରମ୍ ୱାଟର ଭିଡିଓ ଭାଇରାଲ। ଭାରତରେ ଏଲ୍‌ପିଜି ରନ୍ଧନ ଗ୍ୟାସ୍ ଅଭାବ ଯୋଗୁଁ ଗ୍ରାହକ ଚିନ୍ତାରେ ଥିବାବେଳେ ବିନା ଗ୍ୟାସ୍ ରୋଷେଇ ଭିଡିଓ ଏକ ନୂତନ ଅନଲାଇନ୍ ବିତର୍କ ସୃଷ୍ଟି କରିଛି। ଏହି ଭିଡିଓରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏକ କୌଶଳ ବିଷୟରେ ବର୍ଣ୍ଣନା କରୁଛନ୍ତି, ଯାହା ପାଣିରୁ ହାଇଡ୍ରୋଜେନକୁ ଅଲଗା କରି ଇନ୍ଧନ ଭାବରେ ବାହାର କରିଥାଏ ଏବଂ ଅମ୍ଳଜାନକୁ ବାୟୁମଣ୍ଡଳକୁ ମୁକ୍ତ କରିଥାଏ। ନମ୍ବର 6 ଆଦିବାସୀ ଓ ପଛୁଆବର୍ଗଙ୍କ ଉନ୍ନତି ପାଇଁ 6,649 କୋଟିରୁ ଉର୍ଦ୍ଧ୍ୱ ବଜେଟ୍। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପାଇଁ 2024-2027 ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନା କରିଛନ୍ତି ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ଆଦିବାସୀ, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗର ଶିକ୍ଷା, ଜୀବିକା ଓ ସାମାଜିକ ଉନ୍ନତିକୁ ଲକ୍ଷ୍ୟରେ ରଖି ବଜେଟ୍ ପ୍ରସ୍ତୁତ ହୋଇଥିବା ମତ ପ୍ରକାଶ କରିଛନ୍ତି। ନମ୍ବର 7 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ମାର୍ଚ୍ଚ 16 ତାରିଖର ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ। ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ନିର୍ବାଚନ ଆୟୋଗ ମାର୍ଚ୍ଚ 16ରେ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ବୋଲି ଆଶା କରାଯାଉଛି। ଆୟୋଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ 2ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ନମ୍ବର 8 ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କଲେ ସାମ୍ବାଦିକ ସଂଘର କର୍ମକର୍ତ୍ତା। ମୁଖ୍ୟ ଶାସନ ସଚିବଙ୍କୁ ଅନୁଗର୍ଗ ଆଜି ରାଜ୍ୟର ସାମ୍ବାଦିକମାନଙ୍କର ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେବରଞ୍ଜନ କୁମାର ସିଂହ, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ନିର୍ଦ୍ଦେଶକ ବୈଷୟିକ ଗୁରବିଂ ସିଂଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନମ୍ବର 9 ଏଲ୍‌ପିଜି ଅଭାବକୁ ନେଇ ପ୍ରଧାନମନ୍ତ୍ରୀଙ୍କ ରାହୁଲଙ୍କ କଟାକ୍ଷ। ଇରାନ ଇସ୍ରାଏଲ ଯୁଦ୍ଧ ଯୋଗୁଁ ଦେଶରେ ଘନୀଭୂତ ଏଲ୍‌ପିଜି ସଙ୍କଟକୁ ନେଇ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଆଜି ସଂସଦ ଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରି ଶାସକ ଦଳକୁ ଟାର୍ଗେଟ କରିଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ସଙ୍କଟ ପାଇଁ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛନ୍ତି। ନମ୍ବର 10 କଳାବଜାରୀ ଉଦ୍ୟମ କରିଛି ସରକାର। ସାରା ଦେଶ ସମେତ ରାଜ୍ୟରେ ଗ୍ୟାସ୍ ପାଇଁ ହାହାକାର ପଡ଼ିଥିବା ବେଳେ ସରକାର ଘରୋଇ ଗ୍ୟାସ୍ ଫିଲିଂ ପିଛା
60 ଟଙ୍କା ଓ ବ୍ୟବସାୟିକ ଫିଲିଂ ପିଛା 115 ଟଙ୍କା ବଢ଼ାଇଥିଲେ, ଯାହା 6 ବର୍ଷରେ ସର୍ବାଧିକ ନୋଟବନ୍ଦୀ ପରେ ଗ୍ୟାସ୍ ବନ୍ଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ପୁଣି ଲାଇନରେ ଛିଡ଼ା କରାଇବା ଦୁର୍ଭାଗ୍ୟଜନକ। ନମ୍ବର 11 12 ଦିନର ଯୁଦ୍ଧ ସତ୍ତ୍ୱେ ଇରାନ ଶାସନର ପତନ ଆଶଙ୍କା ନାହିଁ। ଆମେରିକା ଓ ଇସ୍ରାଏଲ ଭୟଙ୍କର ଆକ୍ରମଣରେ ଇରାନ ଛାରଖାର ହୋଇଯାଇଛି। ଏହାର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମେନି ଓ ତାଙ୍କ ପରିବାର ଅନେକ ସଦସ୍ୟଙ୍କ ସମେତ ଇରାନ ଶୀର୍ଷ ନେତା ଓ ସେନା ଅଧିକାରୀଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଏହାର ସେନା ଏବଂ ସାମରିକ ଓ ରାଜନୈତିକ ଭିତ୍ତିଭୂମିକୁ ଟାର୍ଗେଟ କରି ଜୋରଦାର ଆକ୍ରମଣ ହୋଇଛି। ନମ୍ବର 12 ଭାରତ ଉପରେ ଆକ୍ରମଣ ହେଲେ ରାହୁଲ ଗାନ୍ଧୀଙ୍କ ଆତ୍ମା ଶାନ୍ତି ପାଇବ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଗୁରୁବାର ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି। ଦୁବେ ସଂସଦ ଭବନ ପରିସରରେ ସାମ୍ବାଦିକମାନଙ୍କୁ କହିଛନ୍ତି, ରାହୁଲ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ସକାଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗାଳିଗୁଲଜ କରନ୍ତୁ, ଅପରାହ୍ନରେ ଭ୍ଲାଦିମିର ପୁଟିନଙ୍କୁ ଗାଳି ଦିଅନ୍ତୁ ଏବଂ ସନ୍ଧ୍ୟାରେ ଶ୍ରୀ ଜିନପିଙ୍ଗଙ୍କୁ ଗାଳି ଦିଅନ୍ତୁ। ନମ୍ବର 13 ଡବଲ ଇଞ୍ଜିନ ସରକାରଙ୍କ ଆର୍ଥିକ କୁପରିଚାଳନାକୁ ନେଇ ଚିନ୍ତିତ। ଆର୍ଥିକ ବର୍ଷ 2023-24ରେ ସମଗ୍ର ଦେଶରେ ଆର୍ଥିକ ସ୍ୱାସ୍ଥ୍ୟ ସୂଚୀରେ ଓଡ଼ିଶା 1 ନମ୍ବର ସ୍ଥାନରେ ରହିବାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି। ତିନି ଆୟୋଗ ଦ୍ୱାରା ଜାରି କରାଯାଇଥିବା ଏହି ତଥ୍ୟକୁ ଆଧାର କରି ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି। ସୋସିଆଲ ମିଡ଼ିଆର ଏକ ପୋଷ୍ଟ ଜରିଆରେ ନବୀନ ଜଣାଇଛନ୍ତି, ସେ ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଯେଉଁଭଳି ଭାବେ ଆର୍ଥିକ କ୍ଷେତ୍ରରେ କୁପରିଚାଳନା କରୁଛନ୍ତି, ତାହା ମୋତେ ଚିନ୍ତିତ କରୁଛି। ନମ୍ବର 14 ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଆର୍ଥିକ ଅନଗ୍ରସର ପରିବାରଗୁଡ଼ିକୁ ସାମାଜିକ ସହାୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ଅଧିକ ସୁଦୃଢ଼ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ କଟକ ଏବଂ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଟକରେ ଆୟୋଜିତ ଜିଲ୍ଲାସ୍ତରୀୟ ସାମୂହିକ ବିବାହ ଉତ୍ସବରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ଆର୍ଥିକ ସହାୟତା ପ୍ରଦାନ ଯୋଜନା ନୁହେଁ, ବରଂ ବାଲ୍ୟ ବିବାହ ଏବଂ ଯୌତୁକ ପ୍ରଥା ବିରୋଧରେ ଏକ ଦୃଢ଼ ସାମାଜିକ ପଦକ୍ଷେପ। ଏହି ଯୋଜନା ଜୀବନର ଏକ ନୂତନ ପ୍ରୟାସ ଆରମ୍ଭ କରୁଥିବା ଯୁବତୀମାନଙ୍କ ପାଇଁ ମର୍ଯ୍ୟାଦା, ସୁରକ୍ଷା ଏବଂ ସାମାଜିକ ସ୍ୱୀକୃତି ସୁନିଶ୍ଚିତ କରେ। ଏହି ଯୋଜନା ବିଧବା ବିବାହକୁ ମଧ୍ୟ ପ୍ରୋତ୍ସାହନ ଦିଏ। ନମ୍ବର 15 ଦକ୍ଷିଣ ଆଫ୍ରିକାଠାରୁ ପରାଜୟ ନେଇ ମୁହଁ ଖୋଲିଲେ ସୂର୍ଯ୍ୟ। ଟି20 ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ସୁପର 8 ମ୍ୟାଚ୍ ଭାରତୀୟ କ୍ରିକେଟ ଦଳ ଅଭିଜ୍ଞ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଖେଳାଇ ନଥିଲା। ତାଙ୍କୁ ବାଦ୍ ଦେଇ ୱାଶିଂଟନ ସୁନ୍ଦରଙ୍କୁ ଚୂଡ଼ାନ୍ତ ଦଳରେ ସାମିଲ କରିଥିଲା, ଯାହା ପ୍ରଶଂସକଙ୍କ ସହ କ୍ରିକେଟ ପଣ୍ଡିତମାନଙ୍କୁ ମଧ୍ୟ ବିସ୍ମିତ କରିଥିଲା। ରଣନୈତିକ ଦୃଷ୍ଟିରୁ ଯେ ଏହା ଏକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଥିଲା, ତାହା ଭାରତ ପରାଜୟ ପରେ ସ୍ପଷ୍ଟ ହୋଇଯାଇଥିଲା। ନମ୍ବର 16 ନାବାଳିକାଙ୍କ ଗଳା କାଟି ହତ୍ୟା, ଏକତରଫା ପ୍ରେମ ଚର୍ଚ୍ଚା, ଯୁବକ ଫେରାର। ସୁନ୍ଦରଗଡ଼ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଗୁରୁବାର ସନ୍ଧ୍ୟାରେ ଘରେ ପଶି ଜଣେ 15 ବର୍ଷର ନାବାଳିକାଙ୍କ ଗଳା କାଟି ହତ୍ୟା କରିଛି। ଏକ ଯୁବକ ବାଇକରେ ଆସି ନାଟକୀୟ କାଣ୍ଡ ଘଟାଇଥିବା ପରେ ଧରାପଡ଼ିଯିବା ଭୟରେ ଯୁବକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ସୂଚନା ମିଳିଛି। ସଦର ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିବା ବେଳେ ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଚର୍ଚ୍ଚା ହେଉଛି। ନମ୍ବର 17 କିଛି ଲୋକ କହୁଛନ୍ତି ଏଲ୍ପିଜି ଗୃହରୁ ଉର୍ଦ୍ଧ୍ୱରେ। ସଂସଦରେ ଅନାସ୍ଥା ପ୍ରସ୍ତାବ ବାଚନିକ ଭୋଟ କାଟ ଖାଇବା ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିରୋଧୀଙ୍କ ପକ୍ଷପାତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗୁରୁବାର ସେ ଲୋକସଭା ବାଚସ୍ପତି ଭାବରେ କାର୍ଯ୍ୟ ଆରମ୍ଭ କରିବା ପରେ କହିଛନ୍ତି ଯେ ଲୋକସଭାରେ ତାଙ୍କ କାର୍ଯ୍ୟକାଳ ନିରପେକ୍ଷ ଥିଲା। ସେ ସର୍ବଦା ନିଶ୍ଚିତ କରିବାକୁ ଚେଷ୍ଟା କରନ୍ତି, ଯେପରି ପ୍ରତ୍ୟେକ ସାଂସଦ ଲୋକସଭାରେ ନିଜର ମତ ବ୍ୟକ୍ତ କରିପାରିବେ। ନମ୍ବର 18 ଦୁଇ ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ, ଜଣେ ଭାରତୀୟ ନିହତ। ଇରାକ ଉପରେ ଗତ ରାତିରେ ଇରାନ 2ଟି ତେଲ ଟ୍ୟାଙ୍କରକୁ ଟାର୍ଗେଟ କରିବା ପରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ଚାଲିଥିବା ଯୁଦ୍ଧ ମଧ୍ୟରେ ହରମୁଜ ପ୍ରଣାଳୀ ଦେଇ 1 ଲିଟର ତେଲ ମଧ୍ୟ ଯିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେବା ପରେ ଇରାନ ପ୍ରଥମ ଥର ପାଇଁ ତେଲ ଟ୍ୟାଙ୍କରକୁ ସିଧାସଳଖ ଟାର୍ଗେଟ କରିଛି। ନମ୍ବର 19 ହରମୁଜ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ତେଲ ଟ୍ୟାଙ୍କର। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଜଣେ ଭାରତୀୟଙ୍କ ନେତୃତ୍ୱରେ ଲାଇବେରିଆର ପତାକା ଥିବା ଏକ ଅଶୋଧିତ ତେଲ ଟ୍ୟାଙ୍କର ରଣନୀତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହରମୁଜ ପ୍ରଣାଳୀ ଅତିକ୍ରମ କରି ମୁମ୍ବାଇ ବନ୍ଦରରେ ପହଞ୍ଚିଛି। ମୁମ୍ବାଇ ପୋର୍ଟ ଟ୍ରଷ୍ଟ ଅନୁଯାୟୀ ସାଉଦି ଆରବ ରାସ୍
ତନୁରା ବନ୍ଦରରେ ଅଶୋଧିତ ତୈଳ ବୋଝେଇ ଟ୍ୟାଙ୍କର ସେନଲଙ୍ଗ ସୁଏଜ ମାସ୍କ ବୁଧବାର ମୁମ୍ବାଇରେ ପହଞ୍ଚିଥିଲା। ନମ୍ବର 20 ମଧ୍ୟପ୍ରାଚ୍ୟ ଯୁଦ୍ଧ ସମଗ୍ର ବିଶ୍ୱ ପାଇଁ ଶକ୍ତି ସଙ୍କଟ ସୃଷ୍ଟି କରିଛି। ଇରାନ ପକ୍ଷରୁ ଇରାକ ଜଳପଥରେ 2ଟି ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ଘଟଣା ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ଦର ପୁଣି ଥରେ $100 ସ୍ତର ଅତିକ୍ରମ କରିଛି। ବ୍ରେଣ୍ଟ କ୍ରୁଡ୍ ବ୍ୟାରେଲ ପିଛା ଦାମ ପୂର୍ବାହ୍ନରେ $110.27କୁ ବୃଦ୍ଧି ପାଇଥିଲା। ସେହି ସମୟରେ ୱେଷ୍ଟ ଟେକ୍ସାସ ଇଣ୍ଟରଲେମିଟେଡ୍ କ୍ରୁଡ୍ ମୂଲ୍ୟ $94.52କୁ ବୃଦ୍ଧି ପାଇଛି। ନମ୍ବର 21 ଇରାନ ଯୁଦ୍ଧ ଅଣ୍ଡା ବେପାର ପ୍ରଭାବିତ, ରପ୍ତାନି ବନ୍ଦ ପରେ ଦର ହେଲା ଅଧା। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା କେବେ ଶେଷ ହେବ ତାହାର କୌଣସି ନିଶ୍ଚିତତା ନାହିଁ। ଉଭୟ ପକ୍ଷ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଯୁଦ୍ଧର ପ୍ରଭାବ ଏବେ କେବଳ ବ୍ୟକ୍ତିବିଶେଷଙ୍କୁ ନୁହେଁ ବରଂ ଛୋଟ ତଥା ବଡ଼ ବ୍ୟବସାୟୀଙ୍କୁ ମଧ୍ୟ ପ୍ରଭାବିତ କରିଛି। ଯୁଦ୍ଧକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଉପସାଗରୀୟ ଦେଶଗୁଡ଼ିକୁ ଭାରତର ଅଣ୍ଡା ରପ୍ତାନିକୁ ବନ୍ଦ କରିଦେଇଛି, ଯାହା ଫଳରେ ଦେଶରେ ଅଣ୍ଡା ଦର ଯଥେଷ୍ଟ ହ୍ରାସ ଘଟିଛି। ନମ୍ବର 22 ମୋହନଙ୍କୁ ରେଳମନ୍ତ୍ରୀଙ୍କ ଚିଠି। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ରେଳମନ୍ତ୍ରୀଙ୍କ ଚିଠି। ଓଡ଼ିଶାକୁ ମିଳିଲା 2ଟି ଅମୃତ ଭାରତ ଟ୍ରେନ୍। ଓଡ଼ିଶା ଆସାମ ତେଲେଙ୍ଗାନାକୁ ଯୋଡ଼ିବ। ଭୁବନେଶ୍ୱର ଧାନବାଦ ଏବଂ ପୁରୀ ପାଟନା 2ଟି ନୂଆ ରେଳ ସେବା। ପ୍ରଧାନମନ୍ତ୍ରୀ ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ। ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଓଡ଼ିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ୍ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି। ନମ୍ବର 23 ରାଜ୍ୟସଭା ନିର୍ବାଚନ, କଂଗ୍ରେସ ଜାରି କଲା ହୁଇପ୍। ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ମଧ୍ୟ ଜାରି କଲା ହୁଇପ୍। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସୂଚନା। 13ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ। ଯେଭଳି କ୍ରସ୍ ଭୋଟିଂ ନ ହେବ ଆମେ ତତ୍ପର ଅଛୁଁ। ଭକ୍ତ ଓଡ଼ିଶା କୋଟାରୁ ରାଜ୍ୟସଭାରେ 4ଟି ଆସନ ଖାଲି ହୋଇଛି, ଯେଉଁଥିଲାଗି ମାର୍ଚ୍ଚ 16 ତାରିଖରେ ରାଜ୍ୟସଭା ନିର୍ବାଚନ ଲାଗି ଅନୁଷ୍ଠିତ ହେବ।